ଆର କଥାବାର୍ତ୍ତା କ'ଣ ଅଲଗା ଅଲଗା ଲାଗୁଛି, କିନ୍ତୁ ତୋ ଘର କୋଉଠି? ମୁଇଁ ମାଲକାନଗିରିର ଝିଅ ବାବୁ, ଏଇ ବରହମପୁର ଗୋଟେ ବାବୁ ମତେ କାମ କରିବାକୁ ଡାକି ଆଣି ମତେ ବିବାହ ହେବି ବୋଲି ଭଲ ପାଇଲା। ତାପରେ ସେ ତମକୁ ଛାଡ଼ି ସେ ଚାଲିଗଲେ ନା? ଓ ବାବୁ, ତାଙ୍କ ରକ୍ତକୁ ମୁଁ ଗର୍ଭବତୀ ହେଇଗଲି ବୋଲି আমার গাঁর লোক আমার বাপ ঝিওକୁ ଗାଁରୁ ବାହାର କରିଦେଲେ। ତେଣୁ ସେ ବାବୁକୁ ଖୋଜିବାକୁ ବାବା ସାଙ୍ଗରେ ବରହମପୁର ଆଇଲି। କିନ୍ତୁ ତମ ବାପା କାଏ? ବାବା ବି ମତେ ଛାଡ଼ି କୁଆଡ଼େ ଚାଲି ଯାଇଛି। ଏ ପୁଅକୁ ଏ ମେଡିକାଲରେ ଜନ୍ମ ଦେଲି, ଏ ମେଡିକାଲରୁ ବି ମତେ ବାହାର କରିଦେଲେ। ତେଣୁ ମୋ ପୁଅକୁ ଏଠି ଛାଡ଼ି ଦେଇ ମୁଁ ଆତ୍ମହତ୍ୟା କରୁଥିଲି। ଯେତେ ଯାହା ହେଲେ ବି ଆତ୍ମହତ୍ୟା କରିବା ଠିକ ନୁହଁ। କେମିତି ବଞ୍ଚିଥାନ୍ତି ବାବୁ, ମୋର ତ ସାହା ଭରସା କେହି ନାହିଁ। କେମିତି ବଞ୍ଚିବି ମୁଁ? ହଁ ତମେ ବଞ୍ଚିବ। ମୋ ଭାଇ ବି କହୁଥିଲା ସେ ଗୋଟେ ମାଲକାନଗିରି ଝିଅକୁ ଭଲ ପାଉଥିଲା। ଆଚ୍ଛା କହିଲ, ତମେ ଯାହାକୁ ଭଲ ପାଉଥିଲ ତାଙ୍କ ନାଁ କ'ଣ? ତାଙ୍କ ନାଁ ଅରୁଣ। କାହିଁ କହିଲ? ଏଇ ଲୋକ ନା? ମତେ ଭଲ ପାଉଥିଲା। ଓ ତାହେଲେ ତମେ ମୋ ଭାଉଜ? ତମେ ଏମିତି କ'ଣ କହୁଛ ବାବୁ? ଆରେ ଅରୁଣ ହଉଛି ମୋ ବଡ଼ ଭାଇ। ତମେ ସତ କହୁଛ ବାବୁ? ହଁ ମୁଁ ସତ କହୁଛି। ତାହେଲେ ମତେ ଟିକେ ଦୟା କର ବାବୁ, ତୁମର ଭାଇ ସାଙ୍ଗରେ ମତେ ଟିକେ ଦେଖା କରେଇ ଦିଅ। ମୋ ଭାଇ ସହିତ ଦେଖା ହେଲେ ତମେ ଆଉ କ'ଣ ପାଇବ? ସେ ତ ଗୋଟେ ଝିଅକୁ ବାହା ହେଇ ସାରିଛନ୍ତି। ସେ ବାବୁ ମତେ ଛାଡ଼ି ଅନ୍ୟ କୋଚକୁ ବାହା ହେଇପାରିବନି। ତମେ ବିଶ୍ୱାସ କରିକି ନ କର, କିନ୍ତୁ ଏଇ କଥାଟା ସତ। ତାହେଲେ ମୁଁ ଯିବିନି ବାବୁ, ଯିବିନି ମୁଁ ତୁମ ଘରକୁ। ଆରେ କାହିଁକି ଯିବନି? ଏ ପରା ଯିବାକୁ କହୁଥିଲ। ସେ ପରା ବାହା ହେଇଛନ୍ତି, ଆଉ ତାଙ୍କ ସଂସାର ଉଜାଡ଼ି ଦେବା ପାଇଁ ମୁଇଁ କାହିଁକି ତମ ଘରକୁ ଯିବି? ତମ ଘରକୁ ଯିବା ବଦଳରେ ମୁଇଁ ଆତ୍ମହତ୍ୟା କରିଦେବାଟା ମୋ ପାଇଁ ଉଚିତ ହବ। ନାଇଁ ନାଇଁ, ତମେ ସେମିତି କରନି। ତମେ ମୋ ସହିତ ଚାଲ, ମୋ ଭାଇ ପାଖକୁ ନେଇଯିବି। ନାଇଁ ବାବୁ, ସେଠାକୁ ଗଲେ ସେମାନେ ମତେ ମାରିଦେବେ ମତେ। ଆରେ ତମେ ମୋ ଭାଇର ପ୍ରେମିକ ବୋଲି ଜାଣିଥିଲେ ସିନା ସେମାନେ ତମକୁ ମାରିଦେବେ। ମୁଁ ଏମିତି ଗୋଟେ ପ୍ଲାନ୍ କରିବି ଯେ ମୋ ଭାଇ ତମକୁ ନିଶ୍ଚୟ ଗ୍ରହଣ କରିବେ। ଆଉ ଗୋଟେ କଥା, ଆମ ଘରକୁ ଗଲା ପରେ କାହା ଆଗରେ ବି କହିବନି ଯେ ମୋ ଭାଇ ଅରୁଣ ତୁମକୁ ଭଲ ପାଉଥିଲେ ବୋଲି। ଠିକ ଅଛି ବାବୁ, ମୋ ଅଧିକାର ପାଇବା ପାଇଁ ମୁଇଁ ତୁମର ସବୁ କଥା ରଖିବି। ତାହେଲେ ଚାଲ ଆମ ଘରକୁ ଯିବା। ହଉ ଚାଲ। ହଉ ଚାଲ।